गाँव की बाबा बाबा नाहती हो नहीं हाँ नहीं बताए बाबा नहीं बाबा दाल जोड़ा ताहले जोना पहला भी स्कूल बार रोया पड़िबो हाँ, हाँ। आ गाँ कुठुआ नहीं हो हाँ। आ कहीं नाहती बाबा खबर हो अच्छा बाबा अच्छा अच्छा प्रथमे गुरु वंदना करदवा कर दवा तापर जाई ढगढाली मारिबा हाँ तापर किसी भजन करियो हाँ ॐ नमः निरञ्जनाय ॐ नमः निरञ्जनाय ॐ परम विभुहे परम देव आत्मा रामाय सनातनाय तस्मै नमः गुकार गुणाधीतं रूकार रूपवर्जितं गुणोदय रूप नास्ति तस्मै श्री गुरवे नमः ललाट चक्रे सहस्रदलपद्मे परम विभूराजितम् नाम ब्रह्म शब्द ब्रह्म परम ब्रह्म नमः नमः नारायण परादेवा नारायण पराक्षरा नारायण परामुक्ति नारायण परागति বাবা अच्छा बाबा তুমি কোউ দিগু আসিল आमे पश्चिम राष्ट्र पूर्व को जीवु কোউ যাও দিও উপরকু দিব हाँ हाँ আচ্ছা যে বাবা দিলে বন্দনা টিকা হও वंदना हबो হ্যাঁ अच्छा बाबा সঙ্গে মালা টিকা হও ये क्या है এ ধন্ডা হে धंडा है हाँ। ये ईश्वर धंडा है ঈশ্বর ধন্ডা হে अच्छा बाबा ये सब क्या है ইয়া জন সমাজ দেখায় হে তন वो भक्त है ভক্ত হে भक्त है अच्छा बाबा ये क्या है ইয়ে বাদ্য হে वाद्य ढोलो है ডলো হে अच्छा अच्छा হ্যাঁ अच्छा बाबा ये सब क्या है ये शिव ठाकुर है ठाकुर 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 है और निरंजन ठाकुर है निरंजन ठाकुर अच्छा ठीक है बाबा हाँ। हो जा प्रथमे बंदिली दक्षिण गाड़ी की नीतिये उमा भारती ओरे बाबा नीतिये उमा भारती तापरे बंदिली अनादि अलेख बाबा श्री गुरु चरणे बाबा अच्छा हाँ बाबा ये तुम ठाकुर घर टिके आश्रय दबो ठाकुर हाँ हाँ ସେ ଠାକୁର ଆସିଲେ ଆଉ। अच्छा बाबा किछि ढेबे शिखिज मरवा पदे आ पदे पारो ना सजमिल तर मझिरे गभा सजनील तर मझिरे डभा रजनी कालको पाउछु शोभा सजमिल तुई ठेंगा को रसु ठेंगा फसी गले किलकिले यसुरो बाबा ए बाबा
ହଁ यार सठिक उत्तर दियो ନ ଜାଣିକିରି नहले କହିଲି पड़ापड़ा ग्राम रे ନାଇଁ ନ ଜାଣିକିରି କହିଲି ताले उत्तर टिके बुझेई दियो बाबा ବାବା ଏଇଟା ହେଲା ଲଣ୍ଠନ लंठन किन बुझेई दियो ना लंठन कहले होबई କହିଲି ବୁଝୁଛି ଟିକେ हां बुझो ଲଣ୍ଠନଟା କେତେବେଳେ ଜଳେ राति समय जळिबो ସଜନିଲ ତୋର ମଝିରେ ଗଭା ହଁ। ରଜନୀ କାଳକୁ ପାଉଛୁ ଶୋଭା हां ତାର ମଝିରେ ଗୋଟେ ଗୋଫା ନଥାଏ ଯୋଉଟା ପିତାଟା ଥାଏ ଆମେ ଡେସିଲଟା ମାରି ଦିଅନ୍ତି अच्छा अच्छा हां ठीक बाबा ସଜନିଲ ତୋର ମଝିରେ ଗଭା हां ରାତିରେ ସେ ଜଳେ ରଜନୀ କାଳକୁ ପାଉଛୁ ଶୋଭା ସଜନିଲ ତୁଇ ଠେଙ୍ଗା କରୁଛୁ ଡେସିଲି କାଠିଟା ଯେତେବେଳେ ମାରିଦେଲେ ତାପରେ ଖିଲଖିଲ ହେଇକି ରୋଷେ ଆଉ बाबा ହଁ सठिक उत्तर पाइला तो ହଁ, ଠିକ ଉତ୍ତର ପାଇଲ हां श्रावणे बंदिली सारू औथुडा भाद्रवे बंदिली भुजा ହଇରେ ବାବା भाद्रवे बंदिली भुजा आसुने बंदिली डेंग हुरुमकु बाबा कार्तिके चौथी जुड़ा अच्छा बाबा ଆଉ ପଦେ ଢଗ ହଉ ଆଉ ପଦେ ହଁ ମାରିବା ହଁ ଠିଆରେ ଠିଆରେ ଦୁଇ ଚାରି ପାହାରେ କଣ ଠିଆରେ ଠିଆରେ ଦୁଇ ଚାରି ପାହାରେ ଆଡ଼ିଆରେ ନଟ ପଟ ଜଙ୍ଘ ହଲୁଥିବ ବାହୁ ହଲୁଥିବ ଶୁଭୁଥିବ ପଟ ପଟ ଏ ବାବା ବାବା ଏ ବିଷମ ପ୍ରଶ୍ନ ଯଦି ଏପରି ପ୍ରଶ୍ନ ଉତ୍ତର କରୁଛ ହଁ ଠିକରେ ନଦେଲେ ପ୍ରଥମରୁ ଏ ବାବା ଅଛନ୍ତି ଆମ ଗାଁରେ କହୁଛି ବାବା ହଁ ପ୍ରଥମରୁ କହିଲି ଅର୍ଥ ନ ଜାଣିକିରି ମୁଁ ଏଇଟା ଗାଇନି ତାହେଲେ ଅର୍ଥ ବୁଝେଇ ଦିଅ ହଁ ବାବା ହଁ ବାବା ଇଏ ହେଲା ଶିଳ ଆଉ ଶିଳ୍ପର ସଂଯୋଗ ଶିଳ ଆଉ ଶିଳ୍ପର ସଂଯୋଗ ହଁ। ତାହେଲେ କି ନାହିଁ ଯେତେବେଳେ ମା ମାନେ ଆମର ହଁ କିଛି ଜିନିଷ ବାଟିବାକୁ ନଉଛନ୍ତି ହଁ। ସେତେବେଳେ ଦେଇ ଦଉଛି ଠିଆରେ ଠିଆରେ ଦୁଇଥର କୁଟି ଦଉଛି ଆଚ୍ଛା ବାବା ହେଲା ଗଲା ତାପରେ ଯୋଉ ବଟା ହଉଛି ତଳେ ଆଡିଆରେ ଲଟପଟ ସବୁ ଲଟପଟ ହେଇକିରି ରହୁଛି ହଁ ତାପରେ କଣ ଜଙ୍ଘ ହଲୁଥିବ ବାହୁ ହଲୁଥିବ ଯୋଉ ଇଏ କରା ହଉଛି ବେଲା ହଉଛି ସେଟା ଜଙ୍ଘ ହାତ ଆଉ ସବୁ ହଲୁଛି ତାପରେ ଶୁଭୁଥିବ ପଟ ପଟ ତା ସାଉଣ୍ଡ ଡାକି ଦେବ ବାବା ହଁ ଏଇ ଯୋଉ ପ୍ରଶ୍ନ ଦେଇଥିଲା ହଁ ହଁ ଉତ୍ତର ଠିକ ହେଲା ଆଉ ନା ବୁଝିପାରିଲେ ତ ହଁ? ହେଲା। ହଉ ଠିକ ଅଛି ମାର୍ଗଶିରେ ବନ୍ଦେ ମୁଗ ତରକାରୀ ତୁସେ ବନ୍ଦେ ବର କୋଳି ହଇରେ ବାବା ତୁସେ ବନ୍ଦେ ବର କୋଳି ମାଗରେ ମକର ସଂକ୍ରାନ୍ତି ଦିନ ବାବା କରନ୍ତି ବିରିତ ଆଚ୍ଛା ବାବା ଆଉ ଗୋଟେ ଢଗ ମାରୁଛୁ ଆମେ ଆମର ଆଁ? ହଁ ହଉ ଭାଗବତ କହିଲା ହଁ ଯେବେ ହୋଇବ ବ୍ରହ୍ମଚାରୀ ହଁ ନୟନେ ନ ଦେଖିବ ନାରୀ ନାଇଁ ପୁଣି ଆଜ୍ଞା ଭାଗବତ ଲେଖିଲା କଣ କହିଲା ଯେବେ ହୋଇବ ବ୍ରହ୍ମଚାରୀ ହଁ ହରିବ 525 ନାରୀ ହରିବ 5-7 ନାରୀ ହଁ 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 এটা ବିଷମ କଥା ବାବା ହଁ ବାବା ପୁରା ହଁ ସେଇ ଭାଗବତ ଲେଖୁଛି ପୁଣି ସେ କହୁଛି ସେ କହୁଛି ନାରୀ ନ ଦେଖିବ ନୟନରେ ହଁ ହଁ ଠୋଇ କରି 5-7 ହରଣ କରିବ ହରଣ କରିବ ଆଉ ବୁଝେଇ ଦିଅ ହଉ ବୁଝନ୍ତୁ ବାବା ହଁ ଆମର ଏଇ ଯୋଉ ପାଞ୍ଚ ମନ ଅଛି 5 ମନ
ୟାକୁ ଯେ ଏକତ୍ରିତ କରି ହଁ ସଂଘକୁ ରଖିପାରିବ ହଁ ସେ ବ୍ରହ୍ମଚାରୀ ସେ ହେଇପାରିବ। ବ୍ରହ୍ମଚାରୀ ହେଇଯିବ। ହେଇପାରିବ। ତାପରେ ସାତ ନାରୀ ହରଣ କରୁଛନ୍ତି ଆମ ଶରୀର ଭିତରେ 7ଟା ଅଛି ଆଜ୍ଞା, କଣ ଅଛି? ବୁଝିପାରିଲେ? ହଁ ବୁଝାଅ। ସେଇ 7 ଧର୍ମକୁ ଯିଏ ପାର କରି ଦେଇ ପାରିଲା ହଁ। ସେ ମଧ୍ୟ ଆଜ୍ଞା ବ୍ରହ୍ମଚାରୀ ହେଇଯାଇ ପାରିବ। ଓହୋ। ତେଣୁ ପ୍ରଥମରୁ ଯିଏ ଜନ୍ମରୁ ଆଜନ୍ମରୁ ଯିଏ ବି ବ୍ରହ୍ମଚାରୀ ହେଇଯାଉଛି ହଁ ସେ ନାରୀ କି ମୁହଁ ଦେଖୁନି, ଆଚ୍ଛା ସେ ଜଙ୍ଗଲ ପାହାଡ ପାଖରେ ରହୁଛି। ହଁ ୟାର ଅର୍ଥ ଏଟା ଆଉ। ହଉ ହଉ ଫଗୁଣ ମାସରେ ଆମ କଷି ଝରେ ଖୁଦରେ କରନ୍ତି କାନ୍ଦି, ମୟୂର ବାବା ଖୁଦରେ କରନ୍ତି କାନ୍ଦି। ଚୈତ୍ର ମାସରେ ଉଡେ ଉମ ଧୁମ ବାବା ପଇସା ଘରେ ଖଳା ଭାଙ୍ଗେ। ଆଚ୍ଛା ବାବା, ହଁ। ଅପୁଡ଼ା ରାଜ୍ୟରେ ଅଜିଭା ରାଜା, କଣ? ଅପୁଡ଼ା ରାଜ୍ୟରେ ଅଜିଭା ରାଜା। ପୁରା ରାଜ୍ୟରେ ଅଜିବା ରାଜା। ମୁଣ୍ଡ ନାହିଁ ମନ୍ତ୍ରୀ ମୋ ଆଗେ ବୁଝା, ହଁ ଲାଞ୍ଜ ନାହିଁ ବ୍ୟାଘ୍ର କରେ ଆହାର, ହଁ କହିବ ଗାୟକ ପୁଅ ହେ ବାବା। ଏ ବାବା ହଁ ବାବା, ପୁରା ରାଜ୍ୟ ତ ପୁଣି ଜାଗା ନାହିଁ, ମାନେ ରାଜ୍ୟ ନାହିଁ ଯେ। ବାବା କିଛି ଏଟା ବୁଝିପାରିବେନି ଆପଣ। ହଁ ବହୁତ ଗହିର ତତ୍ତ୍ୱ ଇଏ। ତମ ତତ୍ତ୍ୱ ପାଇଛ ଶୁଣ ବାବା, ହଁ ଅପୁଡ଼ା ରାଜ୍ୟ କିଏ ହେଲା? କିଏ ହେଲା? ସମୁଦ୍ର। ଓହୋ ସମୁଦ୍ର ନିଆଁ ନାହିଁ ଆଉ। କେବେ ଲାଗିବନି ଆଜ୍ଞା, ଯେତେ ଜଳେଇଲେ ଯେତେ ଜଳିବ। ପେଟ୍ରୋଲ ପକେଇଲେ ଇଲେକ୍ଟ୍ରି ପକେଇଲେ ସେ ଜଳିବ। ନାହିଁ। ସମୁଦ୍ର ବୁଝିପାରିଲେ? ନିଆଁ ଜଳିବନି। ସମୁଦ୍ର ହେଲା ଅପୁଡ଼ା ରାଜ୍ୟ। ପୁରା ରାଜ୍ୟ ଅପୁଡ଼ା ରାଜ୍ୟରେ ଅଜିଭା ରାଜା। କିଏ କହିଲେ ଦେଖି? କୋଉ ଯୁଗ ରାଜା ନାହିଁ? କୁମ୍ଭୀରର ଆଜ୍ଞା ଜୀବ ନାହିଁ। ଓହୋ ସମ ରାଜା ହେଲା କୁମ୍ଭୀର। ସେ ରାଜ୍ୟରେ ରାଜା ହେଲା କୁମ୍ଭୀର ତାର ଜିହ୍ବା ନାହିଁ ଆଉ। ନାହିଁ। ହଁ ତାର ମୁଣ୍ଡ ନାହିଁ ମନ୍ତ୍ରୀ, ମୁଣ୍ଡ ନାହିଁ ମନ୍ତ୍ରୀ। ଆଜ୍ଞା କଙ୍କଡାର ମୁଣ୍ଡ ନାହିଁ, ସେ ଆଜ୍ଞା ମନ୍ତ୍ରୀ ହେଇକି ବୁଲୁଛି। ଓହୋ କଙ୍କଡା ମୁଣ୍ଡ ନାହିଁ, ହଁ ସେରା ମନ୍ତ୍ରୀ। ହଁ, ଆଉ ତାପରେ ଆଉ ଲାଞ୍ଜ ନାହିଁ ବ୍ୟାଘ୍ର। କିଏ ଦେଖି କହିଲେ ବାବା? ହଁ ଏଇ ଯୋଉଟା କିଏ କିଏ? କିଏ ତମେ କହିବ ନା ବାଟ ଜ୍ଞାନ ପାଇଛୁ କି? ତମେ ନା ଆମେ କୋଉଠି ପାଇବୁ, ତମେ ତ ଜାଣିଛ ନା ଆଉ। ଲାଞ୍ଜ ନାହିଁ କହିଲେ ବେଙ୍ଗର ଆଜ୍ଞା ଲାଞ୍ଜ ନାହିଁ। କଣ ଲାଞ୍ଚ ନାହିଁ? ଓହୋ ତମେ ତାହେଲେ ଭଲ ଭାବେ ଜାଣିଛ। ବୁଝିପାରିଲ ଆଜ୍ଞା? ତମେ ଖୁସିରେ ଅଛ ନା? ହଁ। জ্যেষ্ঠ মাসরে দেবঙ্কর স্নান আষাঢ়ে গুন্ডিচা যাত, ওরে বাবা আষাঢ়ে গুন্ডিচা যাত। কহে সত্যবাদী কামন সঞ্চল বাবা বুদ্ধি বলে লেখে গীত। ଏ ବାବା খুলে দিয়ে মারো। হ্যাঁ ଏ ବାବା হ্যাঁ বাবা, ଗଞ୍ଜେ ଫଞ୍ଜେ ଦୁଆରେ ଚାଲିବ କି? হ্যাঁ হ্যাঁ ହଁ ଗଞ୍ଜେ ଚାଲେ। ହଁ। ଏ ବାବା হ্যাঁ ତମେ ଯୋଉ ଗଞ୍ଜେଇ ଖାଉଛ, ହଁ ଏ ଗଞ୍ଜେଇ କୋଉଠୁ ଆସିଲା କହିପାରିବ କି? ଏଇଟା ବି କହିବୁ? କହିବନି? ଜାଣିନାହାନ୍ତି? ନାହିଁ। ହଉ ଶୁଣନ୍ତୁ। ହଁ କୁହ। ସ୍ୱର୍ଗରୁ ଗଣେଶ ଗଞ୍ଜେଇ ଆଣିଲେ, ମଧ୍ୟରେ ମୂଷା ରଖିଲେ। କହିଲେ ବାବା ମଧ୍ୟରେ ମୂଷା ରଖିଲେ। ବେଙ୍ଗ ଦେଲା ପାଣି, ସର୍ପ କଲା ପାଗ, ବାବା ବିଷ ଜଳେ ଘାରି ଦେଲେ। ଓହୋ ତାହେଲେ ଗଞ୍ଜେଇ ସେ ସାପ ଗରଳ ପଡିଯିବ, ନିଶା ହଉଛି ଆଉ। ଆଜ୍ଞା ଗଣେଶ ପୁରାଣରେ ଅଛି, ହଁ ଏଇ ଯୋଉ ଗଞ୍ଜେଇ ହଁ ସ୍ୱର୍ଗରୁ ଗଣେଶ ଆଣିଥିଲେ ମୋଟକୁ ଗଞ୍ଜେଇ। ସତେଇ। ଗଣେଶ ପୁରାଣ 7ମ ଅଧ୍ୟାୟ 108 ପୃଷ୍ଠାରେ ଅଛି। ଓହୋ
ଆପଣ ଟାଣନ୍ତିନି ବୋଧେ ନାଇଁ ନାଇଁ ଆମେ ହେଲା ସେଥିପାଇଁ ଏ ତତ୍ତ୍ୱ ଗୁଡା ଜାଣିନା ଆମେ ଆଉ କେବେ ପାଇଲୁ ତତ୍ତ୍ୱ ହଁ ତମେ ନୀତି ତତ୍ତ୍ୱ ପଢୁଛ ନା ଏରା ଯିଏ ଟାଣିଲା ସିଏ ଜାଣିଲା ସଦେଇ ହଉ ଆମ ସ୍ୱର୍ଗରୁ ବାପା ମମତ୍ୟରୁ ତାଙ୍କଠୁ ଜନ୍ମ ହେଲି କହିଲେ ବାବା ତାଙ୍କଠୁ ଜନ୍ମ ହେଲି ପାଠ ଶାସ୍ତ୍ର ମୋତେ କିଛି ଜଣା ନାହିଁ ବାବା ବାବାଜୀ ହୋଇ ବୁଲି ବାବା ହଁ ଆମେ ପଥ ବହୁତ ଅତିକ୍ରମ କରିବାକୁ ପଡିବ ବହୁତ ବାଧିଲା ତେଣୁ ଟିକେ ଆମେ ବିଶ୍ରାମ ନେବାକୁ ପଡିବ କୋଠଘର ଆଡେ ଆମେ ଯାଉଛୁ ଆମେ ଟିକେ ବିଶ୍ରାମ କରୁଛୁ କାଙ୍ଗରେ କୋଠରୀ ପଡିଛି ହଁ ହଁ ଯାଅ ଯାଅ